17/12/2025 ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର ଶତବାର୍ଷିକ ସମାରୋହ ଅନୁଷ୍ଠିତ। ଭାରତବର୍ଷର ପ୍ରଥମ କମ୍ୟୁନିଷ୍ଟ ପାର୍ଟି ସିପିଆଇର ପ୍ରତିଷ୍ଠାତା ଶତବାର୍ଷିକ ଅବସରରେ ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ମିଳିତ ସମାବେଶ ଓ ସାଧାରଣ ସଭା ସ୍ଥାନୀୟ ଗାନ୍ଧୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ 11ଟାରେ ଏକ ବିଶାଳ ଶୋଭାଯାତ୍ରା ବାଲେଶ୍ୱର ରେଳ ଷ୍ଟେସନରୁ ବାହାରି ଗାନ୍ଧୀ ଭବନଠାରେ ପହଞ୍ଚିଥିଲେ। ପାର୍ଟିର ବର୍ଷୀୟାନ ସାଥୀ କୈଳାସ ଚନ୍ଦ୍ର ପଣ୍ଡା ପାର୍ଟିର ଲାଲ ପତାକାକୁ ଉତ୍ତୋଳନ କରିଥିଲେ। ଲାଲ ଝଣ୍ଡା, ଲାଲ ସଲାମ ଧ୍ୱନିରେ ଗାନ୍ଧୀ ଭବନ ପରିସର ପ୍ରକମ୍ପିତ ହୋଇଥିଲା। ଶତବାର୍ଷିକ ସମାରୋହରେ ଶମ୍ଭୁନାଥ ମହାନ୍ତି ସଭାପତିତ୍ୱ କରିଥିଲେ। ସାଧାରଣ ସମ୍ପାଦକ ଭାଗବତ ପତିଆରୀ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ। ଅବସରପ୍ରାପ୍ତ ପ୍ରଫେସର ମାନସ ବେହେରା ଓ ଅବସରପ୍ରାପ୍ତ ପ୍ରଫେସର ଅଶୋକ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଦେଶରେ ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା କମ୍ୟୁନିଷ୍ଟ ନେତାମାନଙ୍କର ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ଡକ୍ଟର ପ୍ରଶାନ୍ତ କୁମାର ମିଶ୍ର, ରାଜସ୍ୱ ସମ୍ପାଦକ ଜୟନ୍ତ ଦାସ, ନିରଞ୍ଜନ ବାରିକ, ନାରୀ ନେତ୍ରୀ ବନଲତା ଜେନା, ପ୍ରଭାବତୀ ଦାସ, ସୁହାଗୀ ମାଝୀ, ରାଜ୍ୟସଭା ନେତ୍ରୀ ସଂଘମିତ୍ରା ଜେନା, ଭଦ୍ରକ ଜିଲ୍ଲାର ଶୁଭେନ୍ଦୁ ପ୍ରତାପ ମହାନ୍ତି, ମାୟାଧର ନାୟକ, ଶ୍ୟାମସୁନ୍ଦର ଜେନା, ପ୍ରଭାତ ମିଶ୍ର, ଶଶିକାନ୍ତ ପଣ୍ଡା, ଦେବେନ୍ଦ୍ର ଜେନା ଆଦି ବହୁ ନେତା ଉପସ୍ଥିତ ଥିଲେ। ଶେଷରେ ଗୌରାଙ୍ଗ ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ।